ସକାଳର ବ୍ରେକଫାଷ୍ଟ ସାରି ଆମେ ହଜବେଣ୍ଡ ୱାଇଫ୍ ଦୁଇ ଜଣ ଚାଲି ଯାଇଥିଲୁ ଗାଡ଼ିକୁ ଧୋଇବା ପାଇଁ କାହିଁକିନା ଏବେ 10-15 ଦିନ ହେବ ହଜବେଣ୍ଡଙ୍କ ଅଫିସରେ ଏତେ ୱାର୍କ ଲୋଡ୍ ଯେ ସେ ଗାଡ଼ିକୁ ଧୋଇ ବି ନଥିଲେ। ବହୁତ ଦିନ ହେଲା ଗାଡ଼ିରେ ଡଷ୍ଟ ୱଷ୍ଟ ଉଡ଼ିକି ଗନ୍ଧିଆ ହେଇଯାଇଥିଲା ତ ଆମେ ଦୁଇ ଜଣ ଗାଡ଼ିକୁ ସଫା କରିଦେଇଥିଲୁ। ସଫା କରିସାରିଲା ପରେ ସକାଳର ବ୍ରେକଫାଷ୍ଟ ବାସନ ଧୁଆ ହେଇନଥିଲା ତ ସେସବୁକୁ ଧୋଇ ନେଇଥିଲି ଆଉ କିଚେନ୍ ସଫା କରିଦେଇଥିଲି ଆଉ ଏଇ ଭିତରେ ହଜବେଣ୍ଡକୁ ପଠାଇ ଦେଇଥିଲି ପନିର ନେଇକି ଆସିବା ପାଇଁ। ମୋ କାମ ସରିବା ସରୁ ସରୁ ହଜବେଣ୍ଡ ପଳେଇ ଆସିଥିଲେ ପନିର ନେଇକି ଆଉ ମୁଁ ପନିର କାଟି ଦେଇଥିଲି। କାଟି ସାରିଲା ପରେ ଏଠି ମସଲାକୁ ଭଲ ଭାବରେ କଷି ନେଇଥିଲି। ବହୁତ ଗରମ ହେଉଥିଲା ଏଇ ଭିତରେ ମୋ କାମ ସରିଯାଇଥିଲା ଆଉ ପନିର ବି ରେଡ଼ି ହେଇଯାଇଥିଲା। ଦେଖନ୍ତୁ ପନିର ତରକାରୀ କେତେ ଟେମ୍ପଟିଂ ଆଉ ଟେଷ୍ଟି ଦେଖାଯାଉଛି। ଆଜି ଲଞ୍ଚରେ ବେଶୀ କିଛି ବନେଇ ନଥିଲି। ଉଷୁନା ଭାତ ଥିଲା, ପନିର ତରକାରୀ ଥିଲା, ଦହି ଆଉ ପାମ୍ପଡ଼। ଖାଇ ପିଇକି ଦୁଇ ଜଣ ଟିକେ ରେଷ୍ଟ ନେଇଥିଲୁ ଆଉ ସନ୍ଧ୍ୟାରେ ବନେଇଥିଲେ କଡ଼କ ବାଲା ଗରମ ଚା ଆଉ ତା ସହିତ ମ୍ୟାରିଗୋଲ୍ଡ ବିସ୍କୁଟ୍ ଦୁଇ ଜଣ ପିଇ ସାରିକି ଚାଲିଗଲୁ ଇଭିନିଂର ମାର୍କେଟିଂ ପାଇଁ। ଯେହେତୁ ଆଜି ସଣ୍ଡେ ଥିଲା ତ ମାର୍କେଟିଂ କାମ ମଧ୍ୟ ଆଜି ସାରିବାକୁ ଥିଲା ତ ପରିବା ମାର୍କେଟ ଆମେ ଯାଇଥିଲୁ। ବହୁତ ସୁନ୍ଦର ସୁନ୍ଦର ପରିବା ଥିଲା, ଫ୍ରେଶ୍ ପରିବା ଥିଲା ଆଉ ପରିବା ସବୁ ନେଇକି ଆସି ସାରିଲୁ। ଲାଷ୍ଟରେ ହଜବେଣ୍ଡ ଏଇ ଆମ୍ବ ଦୋକାନ ପାଖରେ ରହିଗଲେ ଏତେ ସାରା ଆମ୍ବ ଦେଖିକି। ତାପରେ ଆମ୍ବ ନେଇ ସାରିଲୁ। ଆମ୍ବ ନେଇ ସାରିକି ରାସ୍ତାରେ ଟିକେ କିଛି ଖାଇଥିଲୁ, ପାମ୍ପଡ଼ି ଚାଟ୍ ଆଉ ମୁଁ ଖାଇଥିଲି ଟିକେ ମୋମୋ। ଏସବୁ ଖାଇସାରିଲା ପରେ ଆସି ଯାଇଥିଲି ଘରକୁ ଆସିଲା ପରେ ଫ୍ରିଜ୍କୁ ଭଲସେ ପୋଛାପୋଛି କରିନେଇଥିଲି ଆଉ ପନିପରିବା ସବୁ ଅର୍ଗାନାଇଜ୍ କରି ରଖିଦେଇଥିଲି କାହିଁକିନା ଆଜି ଗୋଟେ ଦିନ ସବୁ ସାଇଜ୍ କରି ରଖିଦେଲେ ପୁରା ୱିକ୍ଟା ବଢ଼ିଆସେ ପଳେଇବ। ଏସବୁ କାମ ସରିଲା ପରେ ଚାଲି ଯାଇଥିଲୁ କିଚେନ୍କୁ ଡିନର୍ ବନେଇବା ପାଇଁ। ଡିନର୍ରେ ଥିଲା ରୁଟି, ଭଜା, ପନିର ତରକାରୀ, ଆମ୍ବ ଆଉ ସାଲାଡ଼। ମିନି ବ୍ଲଗ୍ଟି ଭଲ ଲାଗିଥିଲେ ପ୍ଲିଜ୍ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ନିହାତି କରିବେ।